30ଟି ଜିଲ୍ଲା ବିଶିଷ୍ଟ ଆମ ଓଡ଼ିଶାର ଜନସଂଖ୍ୟା ବର୍ତ୍ତମାନ 4,70,00,000 ଉପରେ। ଆଜି ଏହି ଓଡ଼ିଶାରେ ଦୀର୍ଘ 24 ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରି ଆସୁଛନ୍ତି। କେବଳ ମୁଖ୍ୟମନ୍ତ୍ରୀ ନୁହଁ, ସେ ବାରମ୍ବାର ଭାରତର 1 ନମ୍ବର ମୁଖ୍ୟମନ୍ତ୍ରୀର ପୁରସ୍କାର ମଧ୍ୟ ପାଇ ଆସୁଛନ୍ତି। ଓଡ଼ିଶା ଏକ ପଛୁଆ ରାଜ୍ୟ, ଏକ ଅବହେଳିତ ରାଜ୍ୟ। ଏହାର ବିକାଶ ପାଇଁ ବିଜୁବାବୁ ସ୍ୱପ୍ନ ଦେଖି ଆସିଛନ୍ତି। ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଲୋକମାନଙ୍କୁ ମନରେ ଏକ ସ୍ୱପ୍ନ ଦେଖାଇ ନବୀନ ପଟ୍ଟନାୟକ ଦୀର୍ଘ 24 ବର୍ଷ ଧରି ଲୋକଙ୍କ ବିଶ୍ୱାସକୁ ନେଇ ଶାସନ କରି ଆସୁଛନ୍ତି। ମାତ୍ର ଏହି 24 ବର୍ଷ ମଧ୍ୟରେ ଆଜି ଓଡ଼ିଶାର ସ୍ଥାନ ବା ଓଡ଼ିଆ ଲୋକଙ୍କର କେତେ ମାତ୍ରାରେ ଉନ୍ନତି ହୋଇଛି, ପ୍ରଗତି ହୋଇଛି, ତାହା ଅନୁଧ୍ୟାନ କଲେ ଜଣାଯାଏ। ଯେକୌଣସି ରାଜ୍ୟର ଲୋକଙ୍କର ଆୟ ବା ବିକାଶ ତାଙ୍କର ଆୟ ଉପରେ ନିର୍ଭର କରେ ଏବଂ ରାଜ୍ୟର ବିକାଶ GDP ଯାହାକୁ କୁହାଯାଉଛି ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ସନ୍, ତା'ର ଆଧାରରେ ଏକ ଚିତ୍ର ବା ଏକ ଆଧାର ପ୍ରସ୍ତୁତ କରାଯାଏ। କେଉଁ ରାଜ୍ୟ କେତେ ବିକଶିତ ହୋଇଛି, କେତେ ଆଗକୁ ଯାଇଛି ବା କେତେ ବିକାଶ କରିଛି। ତାହେଲେ 2021-22 ମସିହାର ଏକ ପରିସଂଖ୍ୟାନକୁ ଦେଖିଲେ ଜଣାଯାଏ ଯେ ଓଡ଼ିଶା ଆଜି ବି 20ଟି ରାଜ୍ୟ ତଳେ ତା'ର ମୁଣ୍ଡ ପିଛା ଆୟ GDPକୁ ହିସାବ କରି ଏକ ରିପୋର୍ଟ ଆସିଛି। ତେବେ ବର୍ତ୍ତମାନ ଓଡ଼ିଶା 24 ବର୍ଷ ଧରି ଗୋଟିଏ ମୁଖ୍ୟମନ୍ତ୍ରୀଙ୍କୁ ବାଛି ଆସିଥିଲା ବେଳେ ଏବଂ ବିକାଶର ଧାରା ଓଡ଼ିଶାର ଅଧିକା ଅଛି କହି ହେଉଥିଲା ବେଳେ ସାରା ଭାରତରେ 1 ନମ୍ବର ମୁଖ୍ୟମନ୍ତ୍ରୀର ପୁରସ୍କାର ବାରମ୍ବାର ପାଇ ଆସୁଥିଲା ବେଳେ ଓଡ଼ିଶାର ଜନସାଧାରଣଙ୍କ ଆର୍ଥିକ ପ୍ରଗତି ବା ମୁଣ୍ଡ ପିଛା ଆୟ କାହିଁକି ଯେ ବୃଦ୍ଧି ହେଲା ନାହିଁ ବା କାହିଁକି ସେହି ପରିମାଣରେ ଓଡ଼ିଶାର ଜନସାଧାରଣ ଆର୍ଥିକ ରୂପରେ ଅଭିବୃଦ୍ଧି ହୋଇପାରିଲେ ନାହିଁ, ତାହା ଏକ ପ୍ରଶ୍ନବାଚୀ। ଯଦି ସେହି ରିପୋର୍ଟକୁ ଆମେ ଦେଖିବା ତାହେଲେ ସିକିମ୍ ସବୁଠାରୁ ଶୀର୍ଷରେ ଅଛି, ଯାହାର ମୁଣ୍ଡ ପିଛା ଆୟ ବାର୍ଷିକ 4,77,543 ଟଙ୍କା। ଗୋଆ 4,72,070 ଟଙ୍କା ଦ୍ୱିତୀୟରେ ଅଛି। ଦିଲ୍ଲୀ 3,89,529 ଟଙ୍କା ତୃତୀୟ ସ୍ଥାନରେ ମୁଣ୍ଡ ପିଛା ଆୟରେ ଅଛି। ଚତୁର୍ଥରେ ଛତିଶଗଡ଼ ଅଛି 3,49,373 ଟଙ୍କା। ତେଲେଙ୍ଗାନା 2,65,942 ଟଙ୍କା। ଷଷ୍ଠ ସ୍ଥାନରେ ଅଛି କର୍ଣ୍ଣାଟକ 2,65,623 ଟଙ୍କା। ସପ୍ତମରେ ହରିୟାଣା 2,64,835 ଟଙ୍କା। ଅଷ୍ଟମରେ ଅଛି ଗୁଜୁରାଟ 2,50,100 ଟଙ୍କା। ନବମରେ ଅଛି ତାମିଲନାଡ଼ୁ 2,41,131 ଟଙ୍କା ଏବଂ ଦଶମରେ ଅଛି କେରଳ 2,28,767 ଟଙ୍କା। 11ରେ ଅଛି ଅରୁଣାଚଳ ପ୍ରଦେଶ 2,15,897 ଟଙ୍କା। 12ରେ ଅଛି ମହାରାଷ୍ଟ୍ର 2,15,233 ଟଙ୍କା ଏବଂ ତ୍ରୟୋଦଶ ସ୍ଥାନରେ ଅଛି ଉତ୍ତରପ୍ରଦେଶ 2,11,657 ଟଙ୍କା ଏବଂ 14ତମ ସ୍ଥାନରେ ଅଛି ପଣ୍ଡିଚେରୀ 2,09,890 ଟଙ୍କା। 15ତମ ସ୍ଥାନରେ ଅଛି ଅରୁଣାଚଳ ପ୍ରଦେଶ 1,92,587 ଟଙ୍କା ଏବଂ 16ତମ ସ୍ଥାନରେ ଅଛି ମିଜୋରାମ 1,88,839 ଟଙ୍କା। 17 ସ୍ଥାନରେ ଅଛି ପଞ୍ଜାବ 1,61,888 ଟଙ୍କା। 18 ସ୍ଥାନରେ ଅଛି ନାଗାଲାଣ୍ଡ 1,42,363 ଟଙ୍କା ଏବଂ ମୁଣ୍ଡ ପିଛା ଆୟରେ 19ତମ ସ୍ଥାନରେ ଅଛି ତ୍ରିପୁରା 1,40,803 ଟଙ୍କା ଏବଂ 20ତମ ସ୍ଥାନରେ ଅଛି ରାଜସ୍ଥାନ, ଯାହାର ମୁଣ୍ଡ ପିଛା ଆୟ 1,35,962 ଟଙ୍କା ଏବଂ ଓଡ଼ିଶା 21ତମ ସ୍ଥାନରେ ଅଛି, ଯାହାର ମୁଣ୍ଡ ପିଛା ଆୟ 1,28,873 ଟଙ୍କା। ତେବେ ଏଠାରେ ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଆମେ ଆଜି ମଧ୍ୟ ଅବହେଳିତ ଓ ପଛୁଆ ଆର୍ଥିକ ରୂପରେ ଅଛୁ, ଯାହା ଅନ୍ୟ ରାଜ୍ୟର ତୁଳନାରେ ମୁଣ୍ଡ ପିଛା ଆୟରୁ ହିସାବ କଲେ ପଛରେ ଅଛୁ। ତେବେ ଆମେ କିପରି ଭାବରେ ଉନ୍ନତି କରିଛେ ଏବଂ କେଉଁଭଳି ଭାବରେ ଆମ ଅଗ୍ରଗତି କରିଛି,
24 ବର୍ଷ ଭିତରେ ତାହା ଚିନ୍ତା କରିବା ନିହାତି ଦରକାର।